ଗ୍ରାମର ଦୀପ। ଏକ ଶାନ୍ତ ଗାଁରେ ସାମୁଏଲ ନାମକ ଜଣେ ଛୋଟ ପିଲା ରହୁଥିଲା। ସେ ପ୍ରତିଦିନ ସନ୍ଧ୍ୟାରେ ନିଜ ଘର ବାହାରେ ଏକ ଛୋଟ ତେଲ ଦୀପ ଜଳାଉଥିଲା। କିଛି ପଡ଼ୋଶୀ ହସିଲେ ଏବଂ କହିଲେ, ଏଥିପାଇଁ କାହିଁକି କଷ୍ଟ କରୁଛୁ? ଗୋଟିଏ ଛୋଟ ଦୀପ ଅନ୍ଧାରକୁ ଦୂର କରିପାରିବ ନାହିଁ। କିନ୍ତୁ ସାମୁଏଲ ପ୍ରତି ରାତିରେ ଏହାକୁ ଜଳାଇବା ଜାରି ରଖିଲା। ଶୀଘ୍ର ଅନ୍ଧାର ରାସ୍ତାରେ ଯାଉଥିବା ଲୋକମାନେ ବାଟ ଦେଖିବା ପାଇଁ ତାଙ୍କ ଦୀପକୁ ବ୍ୟବହାର କଲେ। ତାପରେ ଅନ୍ୟ ପରିବାରମାନେ ମଧ୍ୟ ନିଜ ଘର ବାହାରେ ଦୀପ ଜାଳିବା ଆରମ୍ଭ କଲେ। ରାତିରେ ଅଳ୍ପ ସମୟ ମଧ୍ୟରେ ସାରା ଗାଁ ସୁନ୍ଦର ଭାବରେ ଆଲୋକରେ ଝଲସି ଉଠିଲା। ଜଣେ ବୟସ୍କ ବ୍ୟକ୍ତି କହିଲେ, ଏସବୁ ସାମୁଏଲର ଛୋଟ ଆଲୋକରୁ ଆରମ୍ଭ ହୋଇଥିଲା। ତାର ଭଲ କାମ ଆମକୁ ପ୍ରଭୁଙ୍କ ମହିମା ବିଷୟରେ ମନେ ପକାଇଦେଲା। ସାମୁଏଲ ଚୁପଚାପ ହସିଲା। ସେ ଜାଣିଥିଲା ଯେ ସେ କେବଳ ସ୍ୱର୍ଗରେ ଥିବା ପିତାଙ୍କ ଗୌରବ ପାଇଁ ସେ ତାର ଆଲୋକକୁ ବିଚ୍ଛୁରିତ କରୁଛି। ସେହି ପ୍ରକାରେ ତୁମମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମମାନଙ୍କ ସତ୍କର୍ମ ଦେଖି ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟ 16 ପଦ।